जय जगन्नाथ सांग माने नमस्कार। आशा करछि आपण माने बहुत भलरे थिबे। सांग माने चलंतु आज आमे जानिबा भगवान विष्णु को नारायण एवं हरि काहेकि कुआ जाए। हिंदू धर्म रे भगवान विष्णु को सबुठारु अधिक पूजा करा जाए। केही तांको विष्णु भाव पूजा करती तो केही तांको कृष्ण किंबा राम भाव पूजा करती। धर्मर सुरक्षा पाई भगवान विष्णु समय समय रे अनेक अवतार नेइथिले एवं ଏହି ପୃଥିବୀକୁ ପାପରୁ ମୁକ୍ତ କରିଥିଲେ। ବେଦବ୍ୟାସଙ୍କ ଦ୍ୱାରା ଲିଖିତ ଭବିଷ୍ୟ ପୁରାଣରେ କୁହାଯାଇଛି ଯେ କଳିଯୁଗରେ ମଧ୍ୟ ବିଷ୍ଣୁ ପୁନର୍ବାର କଳ୍କି ଅବତାର ଗ୍ରହଣ କରିବେ। ବିଷ୍ଣୁଙ୍କ ନାମ ହରି ଏବଂ ନାରାୟଣ କାହିଁକି ଚାଲନ୍ତୁ ଜାଣିବା। ତ୍ରାଣକର୍ତ୍ତା ଭଗବାନ ବିଷ୍ଣୁଙ୍କର ସବୁଠାରୁ ବଡ଼ ଭକ୍ତ। ଋଷି ନାରଦ ତାଙ୍କୁ କେବଳ ନାରାୟଣ ବୋଲି ଡାକୁଛନ୍ତି। ଏହା ବ୍ୟତୀତ ତାଙ୍କୁ ଅନନ୍ତ ନାରାୟଣ, ସତ୍ୟ ନାରାୟଣ, ଲକ୍ଷ୍ମୀ ନାରାୟଣ, ଶେଷ ନାରାୟଣ ନାମରେ ମଧ୍ୟ କୁହାଯାଏ। କିନ୍ତୁ ମୂଳ କଥା ହେଉଛି ଯେ ନାରାୟଣଙ୍କୁ ଏହି ସମସ୍ତ ନାମ ସହିତ ଯୋଡ଼ା ଯାଇଛି। ସେଥିପାଇଁ ନାରାୟଣଙ୍କୁ ବିଷ୍ଣୁ କୁହାଯାଏ। ପୌରାଣିକ କଥା ଅନୁସାରେ ଜଳ ଦେବତା ବରୁଣ ଭଗବାନ ବିଷ୍ଣୁଙ୍କୁ ପାଦରୁ ଜନ୍ମ ହୋଇଥିଲେ ଏବଂ ଦିବ୍ୟ ଗଙ୍ଗା ନଦୀ ମଧ୍ୟ ତାଙ୍କ ପାଦରୁ ବାହାରିଥିଲା, ଯାହାକୁ ଆମେ ବିଷ୍ଣୁ ପାଦୋଦକୀ ନାମରେ ମଧ୍ୟ ଜାଣୁ। ଭଗବାନ ବିଷ୍ଣୁ ଜଳରେ ବାସ କରନ୍ତି। ଜଳର ଅନ୍ୟ ନାମ ହେଲା ନୀର। ଭଗବାନ ବିଷ୍ଣୁଙ୍କର ଆବାସ, ଯାହାର ଅର୍ଥ ହେଉଛି ଆୟନ, ମଧ୍ୟ ସମୁଦ୍ର ଅର୍ଥ ହେଉଛି ନାର ବୋଲି କୁହାଯାଏ। ଏହି କାରଣରୁ ଜଳ ଧାରାରେ ତାଙ୍କ ନାମ ନାରାୟଣ ହୋଇଥିଲା। ତେଣୁ ନାରାୟଣଙ୍କ ଅର୍ଥ ଜଳରେ ବାସ କରୁଥିବା ଦେବତା ବୋଲି କୁହାଯାଏ। ବିଷ୍ଣୁଙ୍କ ନାମ ହରି କିପରି ହେଲା? ହରି ଶବ୍ଦର ଅର୍ଥ ହେଉଛି ଯିଏ ମନକୁ ଜୟ କରନ୍ତି। ହରିବା ମାନେ ହରଣ କରିବା। ଶାସ୍ତ୍ରରେ କୁହାଯାଇଛି ଯେ ହରି ହେଉଛି ପାପନୀ, ଅର୍ଥାତ୍ ବିଷ୍ଣୁ ପାପ ବିନାଶ କରନ୍ତି। ତାଙ୍କର ସବୁଠାରୁ ପ୍ରିୟ ତିଥି ହେଉଛି ଏକାଦଶୀ, ଯାହାର ହିନ୍ଦୁ ଧର୍ମରେ ଅପାର ଗୁରୁତ୍ୱ ରହିଛି। ଏହି ଦିନ ଉପବାସ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଜନ୍ମର ପାପ ନଷ୍ଟ ହୋଇଥାଏ ଏବଂ ସେ ସମସ୍ତ ସୁଖ ପ୍ରାପ୍ତି କରେ। ଜୟ ଶ୍ରୀ ବିଷ୍ଣୁ ହରି ଓಂ ନମୋ ନାରାୟଣ। ଆଶା କରୁଛି ଆପଣମାନଙ୍କୁ ଆଜିର ଭିଡ଼ିଓଟି ବହୁତ ଭଲ ଲାଗିଥିବ। ନେକ୍ସଟ ଅଧ୍ୟାୟରେ ମୁଁ ଏମିତି ନେଇ ଆସିବି ନୂଆ ନୂଆ ଭଗବାନଙ୍କର କିଛି ଜାଣିବା କଥା। ରହିଲି। ଜୟ ଜଗନ୍ନାଥ, ନମସ୍କାର।